ଇୟୋବ ପୁସ୍ତକ ଅଧ୍ୟାୟ 1। ଶୈତାନ ଦ୍ୱାରା ଇୟୋବଙ୍କ ପ୍ରଲୋଭନ। ଉସ୍ ଦେଶରେ ଇୟୋବ ନାମକ ଜଣେ ବ୍ୟକ୍ତି ବାସ କରିଥିଲେ। ସେ ନିର୍ଦ୍ଦୋଷୀ ଓ ନୀତିନିଷ୍ଠ ଥିଲେ। ସେ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରିଥିଲେ ଏବଂ ମନ୍ଦ କାର୍ଯ୍ୟରୁ ବିମୁଖ ହୋଇ ଜୀବନଯାପନ କରୁଥିଲେ। ତାଙ୍କଠାରୁ 7 ଜଣ ପୁତ୍ର ଓ 3 ଜଣ କନ୍ୟା ଜାତ ହେଲେ। ତାଙ୍କର 7,000 ମେଷ, 3,000 ଓଟ, 500 ଯୋଡ଼ା ବଳଦ, 500 ସ୍ତ୍ରୀ ଗର୍ଦ୍ଧବ ଓ ସଂଖ୍ୟାଧିକ ଦାସଗଣ ଥିଲେ। ଫଳରେ ପ୍ରାଚ୍ୟବାସୀ ଲୋକମାନଙ୍କ ମଧ୍ୟରେ ସେ ସର୍ବାପେକ୍ଷା ଅଧିକ ଧନଶାଳୀ ଥିଲା। ପାଳି ଅନୁସାରେ ତାଙ୍କର ପୁତ୍ରମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତି ଯଥାକ୍ରମେ ନିଜ ଗୃହରେ ଭୋଜି ପର୍ବର ଆୟୋଜନ କରୁଥିଲେ ଓ ସେମାନେ ଲୋକ ପଠାଇ ନିଜର ଭଗ୍ନୀତ୍ରୟକୁ ଆମନ୍ତ୍ରଣ କରି ସେମାନଙ୍କ ସହ ଭୋଜନ ଓ ପାନ କରୁଥିଲେ। ଏପରି ଭୋଜି ସମାପ୍ତ ହେଲା ପରେ ଇୟୋବ ଲୋକ ପଠାଇ ସେମାନଙ୍କୁ ଡକାଉଥିଲେ ଓ ସେମାନଙ୍କୁ ଶୁଦ୍ଧପୂତ କରି ଅତି ପ୍ରତ୍ୟୁଷରେ ସେମାନଙ୍କର ସଂଖ୍ୟାନୁକ୍ରମେ ହୋମ ବଳି ଉତ୍ସର୍ଗ କରୁଥିଲେ। କାରଣ ଇୟୋବଙ୍କର ଆଶଙ୍କା ଥିଲା ଯେ ହୁଏତ ମୋର ପୁତ୍ରମାନେ ସେମାନଙ୍କ ହୃଦୟରେ ଈଶ୍ୱର ନିନ୍ଦାପୂର୍ବକ ପାପ କରି ଈଶ୍ୱରଙ୍କୁ ଅଭିଶାପ ଦେଇଥିବେ। ପ୍ରତ୍ୟେକ ଭୋଜି ସତ୍କାରର ପର୍ଯ୍ୟାୟ ପରେ ଇୟୋବ ଏହିଭଳି କରିଥିଲେ। ଏକଦା ଈଶ୍ୱରଙ୍କ ପୁତ୍ରମାନେ ସେବା କାର୍ଯ୍ୟ କରିବା ପାଇଁ ପ୍ରଭୁଙ୍କ ସନ୍ନିଧାନରେ ବିଦ୍ୟମାନ ହେଲେ। ସେ ସମୟରେ ସେମାନଙ୍କ ଗହଣରେ ଶୈତାନ ମଧ୍ୟ ଉପସ୍ଥିତ ଥିଲା। ପ୍ରଭୁ ଶୈତାନକୁ ପଚାରିଲେ, ତୁମେ କେଉଁଠୁ ଆସୁଅଛ? ଉତ୍ତରରେ ସେ କହିଲା, ସମଗ୍ର ପୃଥିବୀ ତମାମ ପର୍ଯ୍ୟଟନ କରି ମୁଁ ଆସିଅଛି। ସେ ସମୟରେ ପ୍ରଭୁ ପୁନରାୟ ତାକୁ ପ୍ରଶ୍ନ କଲେ, ମୋର ଦାସ ଇୟୋବଙ୍କୁ ତୁ କ'ଣ ନିରୀକ୍ଷଣ କରିଅଛୁ? ତା ସଦୃଶ ନିର୍ଦ୍ଦୋଷୀ, ନୀତିନିଷ୍ଠ ଓ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରି ମନ୍ଦ କାର୍ଯ୍ୟରୁ ବିମୁଖ ହୋଇ ରହୁଥିବା ଅନ୍ୟ କୌଣସି ବ୍ୟକ୍ତି ଭୂପୃଷ୍ଠରେ ଅଛି କି? ଉତ୍ତରରେ ଶୈତାନ ପ୍ରଭୁଙ୍କୁ କହିଲା, ଇୟୋବ କ'ଣ ଅକାରଣରେ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରନ୍ତି? ତୁମେ କ'ଣ ତାଙ୍କ ଭବନ ଓ ତାଙ୍କ ସର୍ବସ୍ୱ ବସ୍ତୁ ପଦାର୍ଥର ଚତୁଃପାର୍ଶ୍ୱରେ ଏକ ବାଡ଼ ଦେଇ ସଂରକ୍ଷଣ କରିନାହଁ? ତାଙ୍କର ହସ୍ତକୃତ କାର୍ଯ୍ୟକଳାପକୁ ତୁମେ ଆଶୀଷ ପ୍ରଦାନ କରିଅଛ ଓ ଫଳରେ ତାଙ୍କର ସତ୍ତାଧିକାର ଭୂପୃଷ୍ଠରେ ପରିବର୍ତ୍ତିତ ହୋଇଅଛି। କିନ୍ତୁ ବର୍ତ୍ତମାନ ତୁମର ହସ୍ତ ବିସ୍ତାର କରି ତାଙ୍କର ସମସ୍ତ ଧନ ସମ୍ପଦକୁ ସ୍ପର୍ଶ କର, ତାହାହେଲେ ତୁମର ଦୃଷ୍ଟିଗୋଚରରେ ସେ ତୁମକୁ ଅଭିଶାପ ଦେବ ତୁମେ ଦେଖିବାକୁ ପାଇବ। ପ୍ରଭୁ ଶୈତାନଙ୍କୁ କହିଲେ, ଦେଖ, ତାର ସମସ୍ତ ବସ୍ତୁ ପଦାର୍ଥ ଉପରେ ମୁଁ ତୋତେ ଅଧିକାର ପ୍ରଦାନ କରୁଛି, କେବଳ ତା ବିରୁଦ୍ଧରେ ହସ୍ତ ବିସ୍ତାର କର ନାହିଁ। ଶୈତାନ ସହସା ପ୍ରଭୁଙ୍କ ସନ୍ନିଧାନରୁ ପ୍ରସ୍ଥାନ କଲା। ଦିନେ ଇୟୋବଙ୍କ ପୁତ୍ର କନ୍ୟାମାନେ ସେମାନଙ୍କ ଜ୍ୟେଷ୍ଠ ସହୋଦର ଗୃହରେ ଭୋଜନ ଓ ଦ୍ରାକ୍ଷାରସ ପାନ କରୁଥିଲେ। ସେ ସମୟରେ ଜଣେ ଦୂତ ଆସି ଇୟୋବଙ୍କୁ କହିଲା, ତୁମର ବଳଦ ସମୂହ ଚାଷ କରୁଥିଲେ ଓ ଗର୍ଦ୍ଧବ ସମୂହ ସେମାନଙ୍କ ପାର୍ଶ୍ୱରେ ଚରୁଥିଲେ। ସେ ସମୟରେ ସାବେୟମାନେ ଆକ୍ରମଣ କରି ତୁମର ଦାସମାନଙ୍କୁ ଖଡ୍ଗ ଧାରରେ ସଂହାର କଲେ ଓ ପଶୁ ସମୂହକୁ ଅପହରଣ କଲେ। ତୁମକୁ ଏହି ସମ୍ବାଦ ଜଣାଇବା ପାଇଁ କେବଳ ମୁଁ ରକ୍ଷା ପାଇଅଛି। ସେ ଏହିଭଳି କହୁଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଆସି କହିଲା, ଈଶ୍ୱରଙ୍କ ଅଗ୍ନି ଆକାଶମଣ୍ଡଳରୁ ପଡ଼ି ତୁମର ମେଷ ତଥା ଦାସମାନଙ୍କୁ ଦଗ୍ଧ କଲା। ତୁମକୁ ଏହି ସମ୍ବାଦ ଜଣାଇବା ପାଇଁ କେବଳ ମୁଁ ରକ୍ଷା ପାଇଅଛି। ସେ ଏହିଭଳି କହୁଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଆସି କହିଲା, 3 ଦଳ କାଲଦୀୟ ଆସି ଆକ୍ରମଣ କଲେ ଓ ତୁମର ଦାସମାନଙ୍କୁ ବଧ କଲା ପରେ ଓଟ ସମୂହକୁ ଅପହରଣ କଲେ। ତୁମକୁ ଏହି ସମ୍ବାଦ ଜଣାଇବା ପାଇଁ କେବଳ ମୁଁ ରକ୍ଷା ପାଇଅଛି।
ସେ ଏହିଭଳି କହୁଥିବା ବେଳେ ଅନ୍ୟ ଜଣେ ଦୂତ ଆସି କହିଲା, ତୁମର ପୁତ୍ର ତଥା କନ୍ୟାମାନେ ସେମାନଙ୍କର ଜ୍ୟେଷ୍ଠ ସହୋଦରଙ୍କ ଗୃହରେ ଭୋଜନ ଓ ଦ୍ରାକ୍ଷାରସ ପାନ କରୁଥିଲେ। ସେ ସମୟରେ ଅକସ୍ମାତ୍ ମରୁ ପ୍ରାନ୍ତରରୁ ଗୋଟିଏ ଝଡ଼ ତୋଫାନ ପ୍ରବାହିତ ହୋଇ ଗୃହଟିର ଚାରି କୋଣରେ ଧକ୍କା ଦେଲା। ଫଳରେ ଗୃହଟି ସେହି ଯୁବା ବ୍ୟକ୍ତିମାନଙ୍କ ଉପରେ ଭାଙ୍ଗି ପଡ଼ିଲା ଓ ସେମାନେ ମୃତ୍ୟୁଭୋଗ କଲେ। ତୁମକୁ ଏହି ସମ୍ବାଦ ଜଣାଇବା ପାଇଁ କେବଳ ମୁଁ ରକ୍ଷା ପାଇଅଛି। ସେ ସମୟରେ ଇୟୋବ ଉଠି ସ୍ୱପରିହିତ ବସ୍ତ୍ରକୁ ଛିନ୍ନ କଲେ ଓ ନିଜ ମସ୍ତକକୁ କ୍ଷୌର କରି ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ଆରାଧନା କଲେ। ସେ କହିଲେ, ମୋର ମାତୃଗର୍ଭରୁ ଉଲଗ୍ନ ଅବସ୍ଥାରେ ମୁଁ ବାହାରିଲି, ଉଲଗ୍ନ ଅବସ୍ଥାରେ ହିଁ ମୁଁ ଫେରିଯିବି। ପ୍ରଭୁ ଦାନ କଲେ, ପ୍ରଭୁ ହିଁ ସମସ୍ତଙ୍କୁ ଫେରାଇ ନେଇଛନ୍ତି। ପ୍ରଭୁଙ୍କର ନାମ ଧନ୍ୟ ହେଉ। ଏ ସମସ୍ତ କାର୍ଯ୍ୟ ଯୋଗୁଁ ଇୟୋବ କୌଣସି ପାପ କଲେ ନାହିଁ କିମ୍ବା ପ୍ରଭୁଙ୍କ ବିରୁଦ୍ଧରେ ଅନ୍ୟାୟରୋପ ପୂର୍ବକ କୌଣସି ଅଭିଯୋଗ କଲେ ନାହିଁ। ଅଧ୍ୟାୟ 2। ଏହାପରେ ଈଶ୍ୱରଙ୍କ ପୁତ୍ରମାନେ ପୁନରାୟ ପ୍ରଭୁଙ୍କ ସନ୍ନିଧାନରେ ବିଦ୍ୟମାନ ହେଲେ। ସେମାନଙ୍କ ସହିତ ଶୈତାନ ମଧ୍ୟ ପ୍ରଭୁଙ୍କ ସନ୍ନିଧାନକୁ ଆସି ପହଞ୍ଚିଲା। ପ୍ରଭୁ ଶୈତାନକୁ ପଚାରିଲେ, ତୁ କେଉଁଠୁ ଆସୁଅଛୁ? ଉତ୍ତରରେ ଶୈତାନ କହିଲା, ସମଗ୍ର ପୃଥିବୀ ତମାମ ପର୍ଯ୍ୟଟନ କରି ମୁଁ ଆସିଅଛି। ତହୁଁ ପ୍ରଭୁ ପୁନରାୟ ତାକୁ ପ୍ରଶ୍ନ କଲେ, ମୋର ଦାସ ଇୟୋବକୁ ତୁ କ'ଣ ନିରୀକ୍ଷଣ କରିଅଛୁ? ତା ସଦୃଶ ନିର୍ଦ୍ଦୋଷୀ ନୀତିନିଷ୍ଠ ଓ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରି ମନ୍ଦ କାର୍ଯ୍ୟରୁ ବିମୁଖ ହୋଇ ରହୁଥିବା ଅନ୍ୟ କୌଣସି ବ୍ୟକ୍ତି ଭୂପୃଷ୍ଠରେ ଅଛି କି? ଯଦିଓ ଅକାରଣରେ ତାକୁ ବିନାଶ କରିବା ପାଇଁ ତୁ ମୋତେ ପ୍ରରୋଚନା ଦେଇଥିଲୁ, ତଥାପି ସେ ତାର ନୀତିନିଷ୍ଠାକୁ ଦୃଢ଼ ଭାବେ ଧରି ରଖିଛି। ଶୈତାନ କହିଲା, ଚର୍ମ ପରିବର୍ତ୍ତେ ଚର୍ମ। ନିଜ ଜୀବନ ବିନିମୟରେ ମନୁଷ୍ୟ ଜୀବନ ନିଜର ସର୍ବସ୍ୱ ତ୍ୟାଗ କରିବ। ତୁମେ ବର୍ତ୍ତମାନ ତାର ଅସ୍ଥି ତଥା ମାଂସ ବିରୁଦ୍ଧରେ ହସ୍ତ ବିସ୍ତାର କର। ତାହାହେଲେ ତୁମର ଦୃଷ୍ଟିଗୋଚରରେ ସେ ତୁମକୁ ଅଭିଶାପ ଦେବେ। ସେ ସମୟରେ ପ୍ରଭୁ ଶୈତାନକୁ କହିଲେ, ଦେଖ, ମୁଁ ତାକୁ ତୋର ଅଧିକାରରେ ସମର୍ପଣ କରିଅଛି, କେବଳ ତାର ଜୀବନକୁ ରକ୍ଷା କର। ଏହାପରେ ଶୈତାନ ପ୍ରଭୁଙ୍କ ସନ୍ନିଧାନରୁ ପ୍ରସ୍ଥାନ କରି ଇୟୋବଙ୍କର ଆପାଦ ମସ୍ତକକୁ ବିଭତ୍ସ କ୍ଷତ ଦ୍ୱାରା ପ୍ରପୀଡ଼ିତ କରାଇଲା। ନିଜକୁ ଘଷିବା ପାଇଁ ସେ ଖଣ୍ଡିଏ ଖପରା ନେଇ ଭସ୍ମରେ ଯାଇ ବସିଲେ। ସେ ସମୟରେ ତାଙ୍କର ପତ୍ନୀ ତାଙ୍କୁ କହିଲା, ତୁମେ କ'ଣ ଆହୁରି ତୁମର ନୀତିନିଷ୍ଠାକୁ ଦୃଢ଼ ଧାରଣ କରିଅଛ? ଈଶ୍ୱରଙ୍କୁ ଅଭିଶାପ ଦେଇ ମୃତ୍ୟୁବରଣ କର। କିନ୍ତୁ ଇୟୋବ ତାଙ୍କୁ କହିଲେ, ନିର୍ବୋଧ ନାରୀ ସଦୃଶ ତୁମେ କଥାବାର୍ତ୍ତା କରୁଅଛ। ଈଶ୍ୱରଙ୍କ ହସ୍ତରୁ ଆମେ ଯଦି ସୁଖ ସୌଭାଗ୍ୟ ପ୍ରାପ୍ତ ହେଲୁ, ତେବେ ଆମେ କ'ଣ ଦୁର୍ଭାଗ୍ୟକୁ ମଧ୍ୟ ଗ୍ରହଣ କରିବା ନାହିଁ? ଏ ସମସ୍ତ କାର୍ଯ୍ୟ ଯୋଗୁଁ ଇୟୋବ ନିଜର ଅଧର ଦ୍ୱାରା କୌଣସି ପାପ କଲେ ନାହିଁ। ଇୟୋବଙ୍କ 3 ବନ୍ଧୁ। ଇୟୋବଙ୍କ ପ୍ରତି ସଂଘଟିତ ଅନିଷ୍ଟ କାର୍ଯ୍ୟର ସମ୍ବାଦ ପାଇ ତେମାନୀୟ, ଇଲିଫାସ, ସୁହିୟ, ବିଲଦାଦ, ନାମାଥିଆ, ସଫାର ପ୍ରଭୃତି ତାଙ୍କର ମିତ୍ରତ୍ରୟ ଶୋକ ପ୍ରକାଶ କରି ତାଙ୍କୁ ଆଶ୍ୱସ୍ତ କରିବା ପାଇଁ ସମ୍ମିଳିତ ଭାବେ ଆସିଲେ। ସୁଦୂରରୁ ତାଙ୍କୁ ଦେଖି ସେମାନେ ତାଙ୍କର ପରିଚୟ ପାଇଲେ ନାହିଁ। ସେମାନେ ଉଚ୍ଚ ସ୍ୱରରେ କ୍ରନ୍ଦନ କଲେ। ସେମାନେ ନିଜ ପରିହିତ ବସ୍ତ୍ର ଛିନ୍ନ କଲେ ଓ ଆକାଶ ଆଡ଼େ ନିଜ ନିଜର ମସ୍ତକ ଉପରେ ଧୂଳି ଛିଞ୍ଚିଲେ। ସେମାନେ 7 ଦିନ ଓ 7 ରାତି ବ୍ୟାପୀ ତାଙ୍କ ସହ ଭୂତଳେ ଉପବିଷ୍ଟ ହେଲେ ଓ ତାଙ୍କର ଯାତନା ଅତୀତ କଠୋର ହୋଇଥିବା ଦେଖି ସେମାନଙ୍କ ମଧ୍ୟରୁ କେହି ଗୋଟିଏ ସୁଦ୍ଧା ପଦ ଉଚ୍ଚାରଣ କରି ତାଙ୍କ ସହ କଥାବାର୍ତ୍ତା କଲେ ନାହିଁ। ଅଧ୍ୟାୟ 3।
ଇୟବଙ୍କର ଅଭିଯୋଗ। ଏହାପରେ ଇୟବ ନିଜର ଜନ୍ମ ଦିବସକୁ ଅଭିଶାପ ଦେଇ କହିଲା ଆରମ୍ଭ କଲେ। ସେ କହିଲେ, ମୁଁ ଜନ୍ମଗ୍ରହଣ କରିଥିବା ଦିବସ ଅଭିଶପ୍ତ ହେଉ। ଏକ ପୁତ୍ର ସନ୍ତାନ ଗର୍ଭଧାରିତ ହୋଇଛି, ଏହିପରି କୁହାଯାଇଥିବା ରାତି ଅଭିଶପ୍ତ ହେଉ। ସେହି ଦିବସ ତମସାବୃତ ହେଉ। ଉର୍ଦ୍ଧ୍ୱସ୍ଥ ଈଶ୍ୱର ତାହା ପ୍ରତି ମନୋଯୋଗୀ ନ ହୁଅନ୍ତୁ, ଜ୍ୟୋତି ତାହା ଉପରେ ଆଲୋକିତ ନ ହେଉ। ତିମିର ତଥା ଗଭୀର ଅନ୍ଧାର ତାହାକୁ ନିଜସ୍ୱ କରୁ। ମେଘମାଳା ତାହା ଆବୃତ କରୁ। ଅନ୍ଧକାର ଦ୍ୱାରା ତାହା ଭୟାନକ ହେଉ। ସେହି ରାତିକୁ ଘନ ତିମିର ପରିପୂର୍ଣ୍ଣ କରୁ। ସମ୍ବତ୍ସର ବ୍ୟାପୀ ତାହା ଦିନଗୁଡ଼ିକ ମଧ୍ୟରେ ଆନନ୍ଦର ଦିନ ସଦୃଶ ବିବେଚିତ ନ ହେଉ। ମାସ ସମୂହର ସଂଖ୍ୟା ମଧ୍ୟରେ ତାହା ଗଣିତ ନ ହେଉ। ସେହି ରାତି ଦୁଃଖ ଭରା ହେଉ। ସେଥିରେ କୌଣସି ଉଲ୍ଲାସର ଶବ୍ଦ ନିନାଦିତ ନ ହେଉ। ଯେଉଁମାନେ ଦିନଟିର ଅଭିଶାପକାରୀ, ଯେଉଁମାନେ ଲେବିଆତାନକୁ ଜଗାଇ ଉଠାଇବାକୁ ସକ୍ଷମ, ସେମାନେ ତାହାକୁ ଅଭିଶାପ ଦିଅନ୍ତୁ। ତାହାର ପ୍ରଭାତୀ ତାରାସମୂହ ତିମିର ବୃନ୍ଦ ହେଉ। ତାହାର ଆଲୋକ ପାଇଁ ବୃଥାରେ ଆକ୍ଷେପ କରୁ। ପ୍ରତ୍ୟୁଷରେ ଅରୁଣୋଦୟ ପ୍ରତି ତାହା କେବେ ଦୃଷ୍ଟିପାତ କରି ନ ପାରୁ। କାରଣ ମୋର ଜନ୍ମକୁ ନିବାରଣ କରିବା ପାଇଁ ତାହା ମୋର ମାତାଙ୍କ ଗର୍ଭକୁ ରୁଦ୍ଧ କରିନାହିଁ, କିମ୍ବା ମୋର ଦୃଷ୍ଟିଗୋଚରରୁ ବ୍ୟତିବ୍ୟସ୍ତତାକୁ ଲୁକ୍କାୟିତ କରି ରଖିନାହିଁ। ଜନ୍ମିତ ହେବା ସମୟରେ ମୁଁ ବା କାହିଁକି ମୃତ୍ୟୁବରଣ କରିନାହିଁ, କିମ୍ବା ମାତୃଗର୍ଭରୁ ବହିର୍ଗତ ହେବା କ୍ଷଣି ଶ୍ୱାସବାୟୁ ତ୍ୟାଗ କରିନାହିଁ। ଜାନୁଦୟ ମୋତେ କାହିଁକି ଗ୍ରହଣ କଲା? ସ୍ତନଦୟ ମୋତେ କାହିଁକି ସ୍ତନ୍ୟପାନ କରାଇଲା? ସେହିପରି ଯଦି ହୋଇଥାନ୍ତା, ମୁଁ ତେବେ ଶାନ୍ତିପୂର୍ଣ୍ଣ ବିଶ୍ରାମ ନେଇଥାନ୍ତି। ମହାନିଦ୍ରାରେ ଶାୟିତ ହୋଇ ମୁଁ ଅବକାଶ ଲାଭ କରିଥାନ୍ତି। ତାହାହେଲେ ନିଜ ଉଦ୍ଦେଶ୍ୟରେ ସ୍ମାରକୀ ସ୍ତମ୍ଭ ନିର୍ମାଣ କରୁଥିବା ଭୂପୃଷ୍ଠରେ ରାଜବୃନ୍ଦ ତଥା ସେମାନଙ୍କର ଉପଦେଶକମାନଙ୍କ ଗହଣରେ ମୁଁ ବିଶ୍ରାମ ନେଇଥାନ୍ତି, କିମ୍ବା ନିଜ ଗୃହ ସମୂହକୁ ରୌପ୍ୟ ତଥା ସ୍ୱର୍ଣ୍ଣ ଦ୍ୱାରା ଭରି ଦେଇଥିବା ରାଜା ପ୍ରମୁଖ ବ୍ୟକ୍ତିମାନଙ୍କ ଗହଣରେ ମୁଁ ଅବକାଶ ଲାଭ କରିଥାନ୍ତି। ସତ୍ତାବିହୀନ ମୃତଜାତ ଶିଶୁ ସଦୃଶ ମୋର ଦଶା କାହିଁକି ହୋଇନାହିଁ? ଜ୍ୟୋତି ଦର୍ଶନରୁ ବଞ୍ଚିତ ଶିଶୁ ପରି ମୁଁ କାହିଁକି ହୋଇନାହିଁ? ଦୃଷ୍ଟ ବ୍ୟକ୍ତିଗଣ ସେଠାରେ ବ୍ୟତିବ୍ୟସ୍ତ କରିବାରୁ ନିବୃତ୍ତ ହୁଅନ୍ତି। କର୍ମକ୍ଳାନ୍ତ ବ୍ୟକ୍ତିମାନେ ସେଠାରେ ବିଶ୍ରାମ ନିଅନ୍ତି। କରାବାସୀମାନେ ସେଠାରେ ଆରାମର ଅନୁଭୂତି ପ୍ରାପ୍ତ ହୁଅନ୍ତି। ସେମାନେ ସେଠାରେ କାରାଧ୍ୟକ୍ଷକମାନଙ୍କ ଆଦେଶ ସ୍ୱରରୁ ମୁକ୍ତ ଅଟନ୍ତି। ଛୋଟ ତଥା ବଡ଼ ସେଠାରେ ଅବସ୍ଥାନ କରନ୍ତି। ସେଠାରେ ଦାସତା ମୁନିବଙ୍କ ଅଧୀନରୁ ମୁକ୍ତି ପ୍ରାପ୍ତ ହୋଇଅଛି। ଦୀନ ବ୍ୟକ୍ତିକୁ ଆଲୋକ କାହିଁକି ବା ପ୍ରଦତ୍ତ? ମର୍ମାହତ ବ୍ୟକ୍ତିକୁ ଜୀବନ ବା କାହିଁକି ପୁରସ୍କୃତ? ସେ ମୃତ୍ୟୁବରଣ କରିବା ପାଇଁ ଆଗ୍ରହୀ, କିମ୍ବା ତାହା ପ୍ରାପ୍ତ ହେଉନାହିଁ। ଗୋପନରେ ସଞ୍ଚିତ ଧନ ସମ୍ପଦ ଅପେକ୍ଷା ଅଧିକ ଆଶାର ସହ ସେ ତାହା ଅନୁସନ୍ଧାନ କରେ। ସେମାନେ ଶ୍ମଶାନ ସ୍ଥାନର ପ୍ରାପ୍ତି ଯୋଗୁଁ ଅତ୍ୟାନନ୍ଦିତ ହୁଅନ୍ତି। ସେମାନେ କବରସ୍ଥଳୀରେ ପ୍ରବେଶ କରି ସାନନ୍ଦରେ ଚିତ୍କାର କରନ୍ତି। ଯାହାର ପଥ ଲୁକାୟିତ, ଯାହାକୁ ଈଶ୍ୱର ବାଡ଼ ଦ୍ୱାରା ଆବଦ୍ଧ କରନ୍ତି, ତା ପ୍ରତି ଆଲୋକ ବା କାହିଁକି ପ୍ରଦତ୍ତ? ଶୋକ ପ୍ରକାଶ ମୋର ଆହାର ସଦୃଶ ଅଟେ। ମୋର ଆର୍ତ୍ତନାଦ ଜଳ ସଦୃଶ ଢାଳି ଦିଆଯାଇଛି। ଯାହା ପ୍ରତି ମୁଁ ଭୀତତ୍ରସ୍ତ, ତାହା ମୋ ପ୍ରତି ସଂଘଟିତ। ଯାହା ପ୍ରତି ମୁଁ ଆତଙ୍କିତ, ତାହା ମୋ ପାଇଁ ସଂଘଟିତ।
ମୋ ନିମନ୍ତେ ଆମୋଦ ନାହିଁ, ମୋ ସକାଶେ ଶାନ୍ତି ନାହିଁ, ମୋ ପ୍ରତି ବିଶ୍ରାମ ନାହିଁ, ସଙ୍କଟ ମୋ ଉପରେ ନିପତିତ। ଅଧ୍ୟାୟ 4। ଇଲିଫାସର ଭାଷଣ ଈଶ୍ୱରଙ୍କଠାରେ ଆସ୍ଥା ସ୍ଥାପନ। ଏହାପରେ ତେମାନୀୟ ଇଲିଫାସ ନିଜର ବକ୍ତବ୍ୟ କହିଲା, କେହି ଯଦି ତୁମ ସହ କଥା କହେ ତାହା କ'ଣ ତୁମର ଅନିଷ୍ଟ ହେବ? ତଥାପି କିଏ ବା ମୌନୀ ହୋଇ ରହିବ? ତୁମେ ସଂଖ୍ୟାଧିକ ବ୍ୟକ୍ତିଙ୍କୁ ଶିକ୍ଷୋପଦେଶ ଦେଇଅଛ, ଦୁର୍ବଳ ହସ୍ତ ସବୁକୁ ତୁମେ ଦୃଢ଼ୀଭୂତ କରିଅଛ। ଯିଏ ପଦସ୍ଖଳିତ, ତୁମର ବାକ୍ୟ ତାକୁ ଉତ୍ସାହିତ କରିଅଛି, ଦୁର୍ବଳ ପାଦଗୁଡ଼ିକୁ ତୁମେ ଶକ୍ତି ପ୍ରଦାନ କରିଅଛ। କିନ୍ତୁ ବର୍ତ୍ତମାନ ତୁମ ପ୍ରତି ଏହା ଘଟିବା ବେଳେ ତୁମେ ଅଧୈର୍ଯ୍ୟ ହୋଇଅଛ। ଏହା ତୁମକୁ ସ୍ପର୍ଶ କରିବା କ୍ଷଣି ତୁମେ ବିଭ୍ରାନ୍ତ ହୋଇଅଛ। ଈଶ୍ୱରଙ୍କ ପ୍ରତି ତୁମର ଭୟଭକ୍ତି ତୁମକୁ କ'ଣ ଆସ୍ଥା ପ୍ରଦାନ କରୁନାହିଁ? ତୁମ ମାର୍ଗାବଳୀର ନୀତିନିଷ୍ଠା ତୁମକୁ କ'ଣ ପ୍ରତ୍ୟାଶା ପ୍ରଦାନ କରୁନାହିଁ? ନିର୍ଦ୍ଦୋଷ ବ୍ୟକ୍ତି କେବେ ହେଁ ବିନଷ୍ଟ ହୋଇଥିବା ବିଷୟ ତୁମେ ସ୍ମରଣ କରୁଅଛ କି? କିମ୍ବା ନୀତିନିଷ୍ଠ ବ୍ୟକ୍ତି କେବେ ହେଁ ବିଚ୍ଛେଦିତ ହୋଇଥିବା ବିଷୟ ତୁମେ ଶୁଣିଅଛ କି? ଯାହା ମୁଁ ଦେଖିଅଛି ସେ ସମ୍ବନ୍ଧରେ ମୁଁ କହେ, ଯେଉଁମାନେ ଅନୀତିକୁ ଚାଷ କରି ଅନିଷ୍ଟ କାର୍ଯ୍ୟ ରୋପଣ କରନ୍ତି, ସେମାନେ କେବଳ ତାହା ଅମଳ କରନ୍ତି। ଈଶ୍ୱରଙ୍କର ନିଶ୍ୱାସ ଦ୍ୱାରା ସେମାନେ ବିଧ୍ୱସ୍ତ ହୁଅନ୍ତି, ତାହାଙ୍କର କ୍ରୋଧାଗ୍ନିରେ ସେମାନେ ଦଗ୍ଧୀଭୂତ ହୁଅନ୍ତି। ସିଂହର ଗର୍ଜନ, ହିଂସ୍ର ସିଂହର ଭୀଷଣ ଗର୍ଜନ, ସିଂହ ଶାବକମାନଙ୍କ ଦନ୍ତ ସମୂହ ଭଗ୍ନ ହୋଇଅଛି। ଶିକାର ପ୍ରାପ୍ତ ନ ହୋଇ ଶକ୍ତିଶାଳୀ ସିଂହ ବିନଷ୍ଟ ହୁଏ, ସିଂହଟିର ଶାବକମାନେ ବିକ୍ଷିପ୍ତ ହୁଅନ୍ତି। ମୁଁ ଏକ ରହସ୍ୟ ବାକ୍ୟ ଶୁଣିଲି, ତାହାର ମୃଦୁ ସ୍ୱର ମୋର କର୍ଣ୍ଣଗୋଚର ହେଲା। ମନୁଷ୍ୟ ନୈଶ ଦର୍ଶନ ଦେଖୁଥିବା ବେଳେ, ଗଭୀର ନିଦ୍ରାରେ ଶୟନ କରୁଥିବା ସମୟରେ ମୁଁ ଆତଙ୍କ ତଥା କମ୍ପନରେ ଅଭିଭୂତ ହେଲି। ମୋର ଅସ୍ଥି ସକଳ ପ୍ରକମ୍ପିତ ହେଲା। ଏକ ଆତ୍ମା ମୋର ମୁଖ ଉପରେ ଧୀର ତଥା ସ୍ୱଚ୍ଛନ୍ଦ ଭାବେ ଗମନ କଲା। ମୋ ଶରୀର ଲୋମ ସବୁ ଟାଙ୍କୁରି ଉଠିଲା, ତାହା ନିଶ୍ଚଳ ରହିଲା, କିନ୍ତୁ ମୁଁ ତାହାର ରୂପକୁ ଚିହ୍ନି ପାରିଲି ନାହିଁ। ମୋର ଦୃଷ୍ଟିରେ ଏକ ରୂପ ବିଦ୍ୟମାନ ହେଲା, ନୀରବତା ବିରାଜୁଥିଲା। ସେ ସମୟରେ ମୁଁ ଏକ ସ୍ୱର ଶୁଣିଲି, ଈଶ୍ୱରଙ୍କ ସନ୍ନିଧାନରେ କୌଣସି ନଶ୍ୱର ମନୁଷ୍ୟ ନୀତିନିଷ୍ଠ ହୋଇପାରିବ କି? ନିଜ ସ୍ରଷ୍ଟାଙ୍କ ସନ୍ନିଧାନରେ ମନୁଷ୍ୟ ନିଷ୍କଳଙ୍କ ହୋଇପାରିବ କି? ତାହାଙ୍କ ଦାସମାନଙ୍କଠାରେ ସୁଦ୍ଧା ସେ ଆସ୍ଥା ସ୍ଥାପନ କରନ୍ତି ନାହିଁ, ତାହାଙ୍କ ଦେବଦୂତମାନଙ୍କୁ ସେ ଦୋଷାରୋପ କରନ୍ତି। ତାହା ହେଲେ ଯେଉଁମାନେ ମୃତ୍ତିକା ନିର୍ମିତ ଗୃହଗୁଡ଼ିକରେ ଅବସ୍ଥାନ କରନ୍ତି, ଯେଉଁମାନେ ଧୂଳିରୁ ଉଦ୍ଭବ ହୋଇଛନ୍ତି, ଯେଉଁମାନେ କୀଟ ସଦୃଶ ଅନାୟାସରେ ବିଧ୍ୱସ୍ତ ହୁଅନ୍ତି, ସେମାନଙ୍କଠାରେ କେତେ ଅଧିକ ପରିମାଣରେ ଦୋଷ ଦେଖାଯାଏ ନାହିଁ? ପ୍ରଭାତ ତଥା ପ୍ରଦୋଷ ମଧ୍ୟରେ ସେମାନେ ବିନାଶ ହୁଅନ୍ତି, ସେମାନେ ଚିରକାଳ ସକାଶେ ଅଦୃଶ୍ୟ ହୁଅନ୍ତି। କେହି କେବେ ସେଥିପାଇଁ ଗୁରୁତ୍ୱ ଦିଏ ନାହିଁ। ସେମାନଙ୍କର ଶିବିର ରଜ୍ଜୁ ଛିଣ୍ଡା ଯିବା ସମୟରେ ସେମାନେ କ'ଣ ମୃତ୍ୟୁବରଣ କରନ୍ତି ନାହିଁ? ସେମାନେ ପ୍ରଜ୍ଞାର ଅଭାବ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ନ୍ତି। ଅଧ୍ୟାୟ 5। ବର୍ତ୍ତମାନ ତୁମେ ଡାକ ଦିଅ, ତୁମକୁ ଉତ୍ତର ଦେବା ପାଇଁ କିଏ ବା ଅଛନ୍ତି? ତୁମେ କେଉଁ ପବିତ୍ରମାନଙ୍କଠାରେ ଆସ୍ଥା ସ୍ଥାପନ କରିବ? ବିରକ୍ତି ପ୍ରକାଶ ମୂଢ଼କୁ ଅବଶ୍ୟ ନିଧନ କରେ। ଈର୍ଷା ସରଳ ମନା ବ୍ୟକ୍ତିଙ୍କୁ ବଦ୍ଧ କରେ। ମୂଢ଼ ବ୍ୟକ୍ତି ଚେର ମାଡ଼ିବାର ମୁଁ ଦେଖିବାକୁ ପାଇଛି। ତତ୍କ୍ଷଣାତ୍ ମୁଁ ତାର ବସତି ସ୍ଥାନକୁ ଅଭିଶାପ ଦେଲି। ତାର ପୁତ୍ରମାନେ ନିରାପଦ ଠାରୁ ଦୂରରେ ଅବସ୍ଥାନ କରନ୍ତି। ସେମାନେ
ଦ୍ୱାର ସମୀପରେ ବିଧ୍ୱସ୍ତ ହୁଅନ୍ତି। ସେମାନଙ୍କୁ ରକ୍ଷା କରିବା ପାଇଁ କେହି ନାହିଁ। କ୍ଷୁଧାର୍ତ୍ତର ବ୍ୟକ୍ତିମାନେ ତାର ଫସଲକୁ ଆହାର କରନ୍ତି। କଣ୍ଟକ ସମୂହ ମଧ୍ୟରୁ ସୁଦ୍ଧା ସେମାନେ ତାହା ସଂଗ୍ରହ କରନ୍ତି। ତୃଷାତୁର ବ୍ୟକ୍ତିମାନେ ତାର ଧନ ସମ୍ପଦ ପାଇଁ ଆକାଙ୍କ୍ଷିତ ହୁଅନ୍ତି, କାରଣ ଧୂଳିରୁ ଯାତନା ଉଦ୍ଭବ ହେଉ ନାହିଁ କିମ୍ବା ଭୂମିରୁ ଦୁଃଖ ଅଙ୍କୁରିତ ହେଉନାହିଁ। ଅଗ୍ନିକଣା ଯେପରି ଊର୍ଦ୍ଧ୍ୱାଭିମୁଖୀ ଉଡ଼ିଯାଏ, ସେହିପରି ମନୁଷ୍ୟ କଷ୍ଟ ପାଇଁ ଜାତ। ମୁଁ ଯଦି ତୁମ ଭଳି ହୋଇଥାନ୍ତି, ତେବେ ମୁଁ ଈଶ୍ୱରଙ୍କୁ ସନ୍ଧାନ କରିଥାନ୍ତି ଓ ଈଶ୍ୱରଙ୍କ ହସ୍ତରେ ମୋର ବିଷୟ ନ୍ୟସ୍ତ କରିଥାନ୍ତି। ସେ ମହାନ ଓ ଅନନୁସନ୍ଦେହୀ କାର୍ଯ୍ୟ କରନ୍ତି। ସେ ଅନେକ ଉଦ୍ଭୁତ କର୍ମ କରନ୍ତି। ସେ ଭୂପୃଷ୍ଠରେ ବୃଷ୍ଟିପାତ କରନ୍ତି, କ୍ଷେତ ମଧ୍ୟକୁ ଜଳ ପ୍ରବାହିତ କରନ୍ତି। ସେ ଦିନହୀନମାନଙ୍କୁ ଉନ୍ନୀତ କରନ୍ତି ଓ ବିଳାପକାରୀମାନଙ୍କୁ ସୁରକ୍ଷିତାବସ୍ଥାକୁ ଆନୟନ କରନ୍ତି। ସେ ଧୂର୍ତ୍ତ ବ୍ୟକ୍ତିମାନଙ୍କର କୌଶଳକୁ ବ୍ୟର୍ଥ କରନ୍ତି, ଫଳରେ ସେମାନଙ୍କର ହସ୍ତ ଜୟଯୁକ୍ତ ହୁଏ ନାହିଁ। ସେ ଜ୍ଞାନୀମାନଙ୍କୁ ସେମାନଙ୍କ ଧୂର୍ତ୍ତତାରେ ଜଡ଼ିତ କରନ୍ତି ଓ କୁଟିଳ ବ୍ୟକ୍ତିମାନଙ୍କର ଯୋଜନାକୁ ଶୀଘ୍ର ବିନାଶ କରନ୍ତି। ସେମାନେ ଦିବାକାଳରେ ତିମିରାବୃତ ହୁଅନ୍ତି। ମଧ୍ୟାହ୍ନ ସମୟରେ ରାତ୍ରି ସଦୃଶ ସେମାନେ ଦରାଣ୍ଡି ଦରାଣ୍ଡି ଯାଆନ୍ତି। କିନ୍ତୁ ସେ ପିତୃହୀନମାନଙ୍କୁ ସେମାନଙ୍କର ମୁଖରୁ ରକ୍ଷା କରନ୍ତି ଓ ନିର୍ବୋଧମାନଙ୍କୁ ଶକ୍ତିଶାଳୀମାନଙ୍କର ହସ୍ତରୁ ଉଦ୍ଧାର କରନ୍ତି। ଏହିପରି ଦରିଦ୍ରମାନଙ୍କର ଆଶା ରହିଛି ଓ ଅନୀତି ନିଜ ମୁଖ ରୁଦ୍ଧ କରୁଛି। ଈଶ୍ୱର ଯାହାକୁ ଭର୍ତ୍ସନା କରନ୍ତି, ସେ ଧନ୍ୟ। ସୁତରାଂ ସର୍ବଶକ୍ତିମାନଙ୍କର ଶାସନ ପ୍ରତି ଅବଜ୍ଞା କର ନାହିଁ, କାରଣ ସେ ଆଘାତ କରନ୍ତି କିନ୍ତୁ ଫିତାରେ ବାନ୍ଧିବେ। ସେ ପ୍ରହାର କରନ୍ତି କିନ୍ତୁ ତାହାର ହସ୍ତ ଆରୋଗ୍ୟ କରିବ। ସେ ତୁମକୁ 6 ଗୋଟି ସଙ୍କଟରୁ ମୁକ୍ତ କରିବେ, କିନ୍ତୁ ସପ୍ତମରେ ଅନିଷ୍ଟ ତୁମକୁ ସ୍ପର୍ଶ କରିବ ନାହିଁ। ଦୁର୍ଭିକ୍ଷ ସମୟରେ ସେ ତୁମକୁ ମୃତ୍ୟୁରୁ ଉଦ୍ଧାର କରିବେ ଓ ଯୁଦ୍ଧ କାଳରେ ସେ ତୁମକୁ ଖଡ୍ଗରୁ ରକ୍ଷା କରିବେ। ତୁମେ ଜିହ୍ୱାର ପ୍ରହାରରୁ ସୁରକ୍ଷିତ ହୋଇ ରହିବ ଓ ବିନାଶ ଘଟିବା ସମୟରେ ତୁମେ ଭୀତ ହେବ ନାହିଁ। ବିନାଶ ତଥା ଦୁର୍ଭିକ୍ଷ ଘଟିବା ବେଳେ ତୁମେ ହାସ୍ୟ କରିବ ଓ ପୃଥିବୀର ବନ୍ୟପଶୁମାନଙ୍କୁ ତୁମେ ଭୟ କରିବ ନାହିଁ। ତୁମେ କ୍ଷେତସ୍ଥିତ ପଥର ସହ ସନ୍ଧି ସାଲିସ କରିବ। ତୁମେ କ୍ଷେତସ୍ଥିତ ବନ୍ୟପଶୁମାନଙ୍କ ସହ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବ। ତୁମର ତମ୍ବୁ ସୁରକ୍ଷିତ ଅଟେ, ତୁମେ ଏହା ହୃଦୟଙ୍ଗମ କରିବ। ତୁମର ପଶୁଶାଳାକୁ ପରିଦର୍ଶନ କରି ସେଥିରୁ କିଛି ହିଁ ନଷ୍ଟ ହୋଇଥିବା ଦେଖିବାକୁ ପାଇବ ନାହିଁ। ତୁମର ବଂଶଧରମାନେ ସଂଖ୍ୟାଧିକ, ତୁମେ ଏହା ହୃଦବୋଧ କରିବ ଓ ତୁମର ସନ୍ତାନମାନେ ଭୂମିର ତୃଣ ସଦୃଶ ବୃଦ୍ଧିପ୍ରାପ୍ତ ହେବା ତୁମେ ଜାଣି ରଖିବ। ଯଥାକାଳେ ଶସ୍ୟ ବିଡ଼ା ଯେପରି ଖଳା ସ୍ଥାନକୁ ଅଣାଯାଏ, ତୁମେ ସେହିପରି ପୂର୍ଣ୍ଣ ବାର୍ଦ୍ଧକ୍ୟାବସ୍ଥାରେ କବରକୁ ଆସିବ। ଆମେ ଏ ସମସ୍ତ ନିରୀକ୍ଷଣ କରିଅଛୁ, ଏହା ସତ୍ୟ। ଶୁଣ, ଏହା ତୁମର ମଙ୍ଗଳ କରିବ, ଏହା ଜାଣ। ଅଧ୍ୟାୟ 6। ଇୟୋବଙ୍କ ପ୍ରତ୍ୟୁତ୍ତର। ଏହାପରେ ଉତ୍ତରରେ ଇୟୋବ କହିଲେ, ମୋର କଷ୍ଟ ସମୂହ ଓଜନ କରାଯାଇଥାନ୍ତା, ମୋର ସଙ୍କଟ ସମୂହ ତରାଜୁରେ ନିକ୍ଷିପ୍ତ କରାଯାଇଥାନ୍ତା, ତାହେଲେ ଦେଖାଯାଇଥାନ୍ତା ଯେ ସମୁଦ୍ର ଉପକୂଳସ୍ଥ ବାଲୁକା ଅପେକ୍ଷା ତାହା ଅଧିକ ଭାର ବିଶିଷ୍ଟ। ଅତଏବ ମୋର ବାକ୍ୟ ସବୁ ବିଚାରହୀନ ଥିଲା। ସର୍ବଶକ୍ତିମାନଙ୍କ ତୀର ସମୂହ ମୋତେ ବିଦ୍ଧ କଲା। ମୋର ଆତ୍ମା ସେ ସମସ୍ତର
ବିଷ ପାନ କଲା। ଈଶ୍ୱରଙ୍କ ଆତଙ୍କ ଗୁଡ଼ିକ ମୋ ବିରୁଦ୍ଧରେ ଶ୍ରେଣୀବଦ୍ଧ ହୋଇଛି। ଖାଦ୍ୟ ତୃଣ ପାଇଁ ବନ୍ୟ ଗଧ କ'ଣ ବୋବାଇବ? କିମ୍ବା ନଡ଼ା ସମ୍ମୁଖରେ ଥାଇ ବଳଦ କ'ଣ ହମ୍ବାରଡ଼ି କରିବ? ଯାହା ଅନାସାଦ୍ୟ ତାହା ବିନା ଲବଣରେ ଭୋଜ୍ୟ ହୋଇପାରିବ କି? କିମ୍ବା ଅଣ୍ଟାର ଲାଳ ଅଂଶରେ କୌଣସି ସ୍ୱାଦ ଅଛି କି? ଯାହା ଭକ୍ଷଣ କରିବା ପାଇଁ ମୁଁ ଅନିଚ୍ଛା କଲି, ଯାହା ମୋ ପ୍ରତି ବିରକ୍ତିକର ଥିଲା, ତାହା ବର୍ତ୍ତମାନ ମୋର ଭକ୍ଷଣ ହୋଇଛି। ମୋର ନିବେଦନ ଯଦି ସଫଳ ହୋଇଥାନ୍ତା, ଈଶ୍ୱର ଯଦି ମୋର ଅଭିଳାଷକୁ କାର୍ଯ୍ୟକାରୀ କରିଥାନ୍ତେ, ତେବେ ବିନାଶ କରିବା ପାଇଁ ଈଶ୍ୱର ସଦୟ ହୋଇଥାନ୍ତେ। ତାହାଙ୍କ ହସ୍ତ ବିସ୍ତାର କରି ସେ ମୋତେ ବିଚ୍ଛେଦ କରିଥାନ୍ତେ, ସେଥିରେ ମୁଁ ଆଶ୍ୱସ୍ତ ହୋଇଥାନ୍ତି। ନିର୍ଦ୍ଦୟ ବେଦନା ମଧ୍ୟରେ ସୁଦ୍ଧା ମୁଁ ଉଲ୍ଲସିତ ହୋଇଥାନ୍ତି, କାରଣ ଯେ ପବିତ୍ରତମ ତାହାଙ୍କର ବଚନ ମୁଁ ଅସ୍ୱୀକାର କରିନାହିଁ। ମୁଁ ଯେ ଅପେକ୍ଷା କରେ, ସେଥିପାଇଁ ମୋର ଶକ୍ତି କ'ଣ ରହିବ? ମୁଁ ଯେ ଧୈର୍ଯ୍ୟଶାଳୀ ହୁଏ, ସେଥିପାଇଁ ମୋର ଶେଷ ପରିଣତି କ'ଣ? ମୋର ଶକ୍ତି କ'ଣ ପଥର ସଦୃଶ? କିମ୍ବା ମୋର ମାଂସ କ'ଣ ପିତ୍ତଳ ସ୍ୱରୂପ? ବାସ୍ତବତଃ ମୋ ଅନ୍ତରାଳରେ କୌଣସି ଶକ୍ତି ଅବସ୍ଥାନ କରୁନାହିଁ। ମୋ ଠାରୁ ବଳ ବହିଷ୍କୃତ ହୋଇଛି। ଯିଏ ଜଣେ ବନ୍ଧୁଠାରୁ କରୁଣା ପ୍ରତ୍ୟାହାର କରେ, ସିଏ ସର୍ବଶକ୍ତିମାନଙ୍କ ପ୍ରତି ଭୟଭକ୍ତି ହିଁ ପରିତ୍ୟାଗ କରେ। ମୋର ଭ୍ରାତାଗଣ ନଦୀ ପ୍ରବାହ ତୁଲ୍ୟ ବିଦ୍ରୋହୀ ଅଟନ୍ତି। ସାମୟିକ କ୍ଷୁଦ୍ର ନଦୀ ସଦୃଶ୍ୟ ସେମାନେ ଅଦୃଶ୍ୟ ହୁଅନ୍ତି। ତାହା ବରଫ ସଦୃଶ ତମସାବୃତ ଅଟେ। ତାହା ହିମ ତୁଲ୍ୟ ଲୁକ୍କାୟିତ ହୋଇ ରହେ, କିନ୍ତୁ ଗ୍ରୀଷ୍ମ କାଳରେ ସେ ସମସ୍ତ ଶୁଷ୍କ ହୋଇଯାଏ। ଉତ୍ତପ୍ତ ହେବା ବେଳେ ସେ ସମସ୍ତ ଅଦୃଶ୍ୟ ହୋଇଯାଏ। ବଣିକ ଦଳ ତାହାର ସନ୍ଧାନ ପାଇଁ ଯାତ୍ରାପଥ ତ୍ୟାଗ କରନ୍ତି। ମରୁ ପ୍ରାନ୍ତରର ମଧ୍ୟକୁ ଯାଇ ସେମାନେ ବିନଷ୍ଟ ହୁଅନ୍ତି। ତେମାନୀୟମାନଙ୍କ ବଣିକ ଦଳ ସେ ସମସ୍ତର ସନ୍ଧାନ କରନ୍ତି। ସେବାଇୟାମାନଙ୍କ ଯାତ୍ରୀ ଦଳ ସେ ସମୟରେ ପ୍ରତ୍ୟାଶା ସ୍ଥାପନ କରନ୍ତି। ସେମାନଙ୍କର ଆସ୍ଥା ହତାଶଜନକ ହୁଏ। ସେମାନେ ସେଠାକୁ ଆସି ଭଗ୍ନୋତ୍ସାହିତ ହୁଅନ୍ତି। ବର୍ତ୍ତମାନ ତୁମେମାନେ ମୋ ପ୍ରତି ଏପରି ହୋଇଅଛ। ମୋର ବିପଦ ଦେଖି ତୁମେମାନେ ଭୀତ ହୋଇଅଛ। ମୁଁ କ'ଣ କରିଅଛି ଯେ ମୋ ପ୍ରତି କିଛି ଉପହାର ପୁରସ୍କୃତ କର? କିମ୍ବା ମୁଁ କ'ଣ ଭିକ୍ଷା କରିଅଛି ଯେ ତୁମ ଧନ ସମ୍ପଦରୁ ମୋ ପାଇଁ କିଛି ଲାଞ୍ଚ ଦିଅ? ଅଥବା ମୁଁ କ'ଣ ଦାବି ପ୍ରକାଶ କରିଅଛି ଯେ ଶତ୍ରୁ ହସ୍ତରୁ ମୋତେ ରକ୍ଷା କର? କିମ୍ବା ମୁଁ କ'ଣ ଦାବି କରିଅଛି ଯେ ମୁକ୍ତି ମୂଲ୍ୟ ଦେଇ ଉତ୍ପୀଡ଼କମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର? ମୋତେ ଶିକ୍ଷା ଦିଅ ଓ ମୌନୀ ହୋଇ ମୁଁ ଶୁଣିବି। ମୁଁ କିପରି ପଥଭ୍ରଷ୍ଟ ହୋଇଛି, ମୋତେ ତାହା ବୁଝାଇ ଦିଅ। ସଦ୍ବାକ୍ୟ ସବୁ କିଭଳି ସୁଗ୍ରାହ୍ୟ, କିନ୍ତୁ ଏହି ତିରସ୍କାର ଦ୍ୱାରା ତୁମେମାନେ କ'ଣ ବା ଭର୍ତ୍ସନା କରିଅଛ? ନିରାଶ ବ୍ୟକ୍ତିର ବକ୍ତବ୍ୟ କେବଳ ବାୟୁ ଅଟେ। ତାହାହେଲେ ତୁମେମାନେ କ'ଣ ଭାବି ନେଇଅଛ ଯେ ବାକ୍ୟ ସବୁକୁ ଭର୍ତ୍ସନା କରିପାରିବ? ତୁମେମାନେ ପିତୃହୀନଙ୍କ ପ୍ରତି ଗୁଳିବାଣ୍ଟ କରିବା ପାଇଁ ପ୍ରସ୍ତୁତ। ତୁମ ବନ୍ଧୁଙ୍କ ପ୍ରତି ତୁମେମାନେ ଦର କଷାକଷି କରିବା ପାଇଁ ଉଦ୍ୟତ। କିନ୍ତୁ ବର୍ତ୍ତମାନ ସଦୟ ହୋଇ ମୋ ପ୍ରତି ଦୃଷ୍ଟି ଦିଅ। ତୁମ ସମ୍ମୁଖରେ ମୁଁ ମିଥ୍ୟା କହିବି ନାହିଁ। ସ୍ଥଗିତ ହୁଅ, ମୋ ପ୍ରତି କୌଣସି ଅନ୍ୟାୟ କର ନାହିଁ। ବର୍ତ୍ତମାନ ସ୍ଥଗିତ ହୁଅ, ମୋ ପକ୍ଷ ସମର୍ଥନ ସମାପ୍ତ ହୋଇନାହିଁ। ମୋ ଅଧରରୁ କୌଣସି ଭ୍ରମପୂର୍ଣ୍ଣ ବାକ୍ୟ ତୁମେ
ଶୁଣିବାକୁ ପାଇଲ କି? ମୋର ରସନା କ'ଣ ବିବେଚନା କରିବା ପାଇଁ ସକ୍ଷମ ନୁହେଁ?